ମହାଭାରତରେ ପାଣ୍ଡବମାନେ ବାହାରର ଶତ୍ରୁଙ୍କଠାରୁ ହାରି ନଥିଲେ। ସେମାନେ ହାରିଥିଲେ ନିଜ ରକ୍ତର ଭାଇମାନଙ୍କଠାରୁ। ରାମାୟଣରେ ରାବଣର ମୃତ୍ୟୁର କାରଣ କୌଣସି ବାହାରର ଯୋଦ୍ଧା ନଥିଲା, ବରଂ ତାର ଆପଣାର ଭାଇ ବିଭୀଷଣ ଥିଲା। ସତ କହିବେ, ଯେତେବେଳେ ବାହାରର କେହି ଶତ୍ରୁତା କରେ ଆମେ ସତର୍କ ହୋଇଯାଉ। କିନ୍ତୁ କ'ଣ ହେବ, ଆପଣଙ୍କ ନିଜ ଘରର ହିଁ କେହି ସଦସ୍ୟ ଆପଣଙ୍କ ସବୁଠାରୁ ବଡ଼ ଶତ୍ରୁ ପାଲଟିଯାଏ। ଯିଏ ଆପଣଙ୍କ ସହିତ ହସି ହସି କଥା ହୁଏ, କିନ୍ତୁ ଭିତରେ ଭିତରେ ଆପଣଙ୍କ ବର୍ବାଦୀର ଯୋଜନା କରେ। ଆଜି ଆଚାର୍ଯ୍ୟ ଚାଣକ୍ୟଙ୍କ ସେହି ଗୁପ୍ତ ନୀତି ବିଷୟରେ ଜାଣିବା, ଯାହା ଆପଣଙ୍କୁ ଏଭଳି ଲୁଚି ରହିଥିବା ଶତ୍ରୁକୁ ଚିହ୍ନିବାରେ ସାହାଯ୍ୟ କରିବ ଏବଂ ଆଜିର ଏହି ଆଧୁନିକ ଯୁଗରେ ସେମାନଙ୍କଠାରୁ ନିଜକୁ କେମିତି ରକ୍ଷା କରିବେ ତାର ସବୁଠାରୁ ସହଜ ଉପାୟ ମଧ୍ୟ ଜାଣିପାରିବେ। ଆପଣଙ୍କ ଘରେ ବା ସମ୍ପର୍କୀୟଙ୍କ ମଧ୍ୟରେ କିଏ ଆପଣଙ୍କ ଶତ୍ରୁ ତାହା ଚିହ୍ନିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ କିଛି ବଡ଼ ସଂକେତ ଦେଇଛନ୍ତି। ଜାଣି ରଖନ୍ତୁ, ଯେଉଁ ବ୍ୟକ୍ତି ଭିତରେ ଭିତରେ ଆପଣଙ୍କୁ ଈର୍ଷା କରେ, ସିଏ ଆପଣଙ୍କ ସାମ୍ନାରେ ଏତେ ଅଧିକ ପ୍ରଶଂସା କରିବ ଯାହା ସମ୍ପୂର୍ଣ୍ଣ କୃତ୍ରିମ ବା ମିଛ ଜଣାପଡ଼ିବ। କିନ୍ତୁ ପଛରେ ସିଏ ଅନ୍ୟମାନଙ୍କ ଆଗରେ ଆପଣଙ୍କର ବଦନାମୀ କରିବାକୁ ପଛାଇବ ନାହିଁ। ଯେତେବେଳେ ଆପଣଙ୍କ ଜୀବନରେ କିଛି ଖରାପ ଘଟେ, ସେତେବେଳେ ସେହି ବ୍ୟକ୍ତିର ମୁହଁରେ କିଛି ସେକେଣ୍ଡ ପାଇଁ ଏକ ଆଶ୍ୱସ୍ତି ବା ଗୁପ୍ତ ଖୁସି ଦେଖାଯାଏ। ସିଏ ଉପରେ ଉପରେ ଦୁଃଖ ପ୍ରକାଶ କରିପାରେ, କିନ୍ତୁ ତାର ଆଖି ସବୁ ସତ କହିଦିଏ। ଏହା ତ ଥିଲା ଦ୍ୱିତୀୟ ସଂକେତ। ତୃତୀୟ ସଂକେତଟି, ଏଭଳି ଲୋକ ଆପଣଙ୍କୁ କେବେ ବି ସଠିକ୍ ପରାମର୍ଶ ଦେବେ ନାହିଁ। ସେମାନେ ଏଭଳି ଭାବରେ କଥା କହିବେ ଯେମିତି ସେମାନେ ଆପଣଙ୍କର ଭଲ ଚାହୁଁଛନ୍ତି, କିନ୍ତୁ ସେହି ବାଟରେ ଗଲେ କେବଳ ଆପଣଙ୍କର କ୍ଷତି ହିଁ ହେବ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଜଙ୍ଗଲରେ ସବୁଠାରୁ ସିଧା ଥିବା ଗଛକୁ ପ୍ରଥମେ କଟାଯାଏ। ସେହିପରି ଅତି ସରଳ ଓ ସିଧା ମଣିଷକୁ ସମାଜରେ ସବୁଠାରୁ ଅଧିକ କଷ୍ଟ ଦିଆଯାଏ। ଯଦି ଘରର କେହି ଶତ୍ରୁ ପାଲଟିଯାଏ, ତେବେ ଚାଣକ୍ୟଙ୍କ ଏହି ଦୁଇଟି ନୀତି ସଦାବେଳେ ମନେ ରଖନ୍ତୁ। ପ୍ରଥମ ନୀତି, ନିଜର ଦୁର୍ବଳତା ଏବଂ ଯୋଜନାକୁ ଗୁପ୍ତ ରଖନ୍ତୁ। ଆପଣଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ? ଆପଣ କେତେ ଟଙ୍କା ରୋଜଗାର କରୁଛନ୍ତି? ଆପଣଙ୍କ ଦୁର୍ବଳତା କ'ଣ? ଏହା ସେହି ବ୍ୟକ୍ତିକୁ କେବେ ବି ଜାଣିବାକୁ ଦିଅନ୍ତୁ ନାହିଁ। ଯେତେବେଳେ ଶତ୍ରୁ ପାଖରେ ଆପଣଙ୍କ ବିଷୟରେ କୌଣସି ଖବର ନଥିବ, ସିଏ ଆପଣଙ୍କ କିଛି ବି କ୍ଷତି କରିପାରିବ ନାହିଁ। ଦ୍ୱିତୀୟ ନୀତି, ସେମାନଙ୍କ ସହ ଯୁକ୍ତିତର୍କ କିମ୍ବା ଝଗଡ଼ା କରି ନିଜର ଶକ୍ତି ନଷ୍ଟ କରନ୍ତୁ ନାହିଁ। ଆପଣ ଚୁପ୍ ରହି ସେମାନଙ୍କ ପ୍ରତିଟି ଚାଲକୁ ଲକ୍ଷ୍ୟ କରନ୍ତୁ। ଆପଣଙ୍କ ମୌନ ସେମାନଙ୍କ ମନରେ ଭୟ ସୃଷ୍ଟି କରିବ ଯେ ଆପଣଙ୍କ ମନରେ କ'ଣ ଚାଲିଛି। ଗୋଟେ ପ୍ରଶ୍ନ ଆସୁଛି, ଆଜିର ଏହି ଆଧୁନିକ ଜୀବନରେ ଆମେ ଏହିସବୁ ନୀତିକୁ କେମିତି ବ୍ୟବହାର କରିବା? ଏଥିପାଇଁ ଆପଣଙ୍କୁ ତିନିଟି ଜିନିଷ କରିବାକୁ ହେବ। ପ୍ରଥମ, ଡିଜିଟାଲ ସୁରକ୍ଷା। ଆପଣଙ୍କ ଫୋନର ପାସୱାର୍ଡ, ସୋସିଆଲ ମିଡ଼ିଆ ଚାଟ୍ ଏବଂ ବ୍ୟାଙ୍କ ଡିଟେଲ୍ସକୁ ସେହି ବ୍ୟକ୍ତିଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖନ୍ତୁ, କାରଣ ଆଜିର ସମୟରେ ତଥ୍ୟ ବା ଡେଟା ହିଁ ସବୁଠାରୁ ବଡ଼ ଅସ୍ତ୍ର। 2. ଆର୍ଥିକ ସ୍ୱାଧୀନତା। ଚାଣକ୍ୟ କୁହନ୍ତି, ଏହି ଦୁନିଆରେ ଜଣେ ଗରିବ ମଣିଷର କେହି ଆପଣାର ହୁଅନ୍ତି ନାହିଁ, ଆଉ ଜଣେ ଧନୀ ବ୍ୟକ୍ତିର ଶତ୍ରୁ ବି ତାର ମିତ୍ର ପାଲଟିଯାଏ। ଯଦି ଆପଣଙ୍କ ଘରର ଲୋକ ହିଁ ଆପଣଙ୍କ ବିରୋଧରେ ଠିଆ ହୋଇଛନ୍ତି, ତେବେ ମନେ ରଖନ୍ତୁ, ଆପଣଙ୍କର ଆର୍ଥିକ ଭାବେ ସ୍ୱାଧୀନ ହେବା ଏବେ କେବଳ ଆପଣଙ୍କ ସ୍ୱପ୍ନ ନୁହେଁ, ବରଂ ଆପଣଙ୍କ ବଞ୍ଚିବାର ରାସ୍ତା। ଆଜିର ସମୟରେ ଆପଣଙ୍କୁ ଗୋଟେ କାମ କରିବାକୁ ହେବ। ନିଜ ଇନକମ୍ରୁ କିଛି ଭାଗ ବଞ୍ଚାଇ ଏକ ଅଲଗା ସିକ୍ରେଟ୍ ଏମର୍ଜେନ୍ସି ଫଣ୍ଡ ତିଆରି କରନ୍ତୁ। ଆପଣଙ୍କ ପାଖରେ କେତେ ଟଙ୍କା ଅଛି, ଆପଣ କେଉଁଠି ନିବେଶ କରୁଛନ୍ତି, ଏହାର ସାମାନ୍ୟ ସୂଚନା ବି ଘରର ସେହି ସଦସ୍ୟଙ୍କୁ ମିଳିବା ଉଚିତ ନୁହେଁ। କାରଣ ଯେପର୍ଯ୍ୟନ୍ତ ଆପଣ ଅନ୍ୟ ଉପରେ ନିର୍ଭର କରିବେ, ସେ ପର୍ଯ୍ୟନ୍ତ ସେମାନେ ଆପଣଙ୍କୁ ଦବେଇ ରଖିବେ। ଯେଉଁଦିନ ଆପଣ ଆର୍ଥିକ ଭାବେ ମଜବୁତ ହୋଇଯିବେ, ସେଦିନ ଶତ୍ରୁର ଅଧା ଶକ୍ତି ଏମିତି ହିଁ ଶେଷ ହୋଇଯିବ। 3. ମାନସିକ ଦୂରତା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯାହା ଆପଣଙ୍କୁ ଭିତରୁ ବଞ୍ଚାଇ ରଖିବ, ତାହା ହେଉଛି ମାନସିକ ଦୂରତା ବା ଇମୋସନାଲ ଡିଟାଚମେଣ୍ଟ। ଘରର ଶତ୍ରୁ ଆପଣଙ୍କୁ ଶାରୀରିକ କଷ୍ଟ ଦିଏ ନାହିଁ, ସିଏ ଆପଣଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବାକୁ ଚେଷ୍ଟା କରେ।
ସିଏ ଆପଣଙ୍କୁ ଖରାପ କଥା କହିବ, ତାଚ୍ଛଲ୍ୟ କରିବ କିମ୍ବା ଆପଣଙ୍କୁ ଉସ୍କାଇବାକୁ ଚେଷ୍ଟା କରିବ, ଯେମିତି ଆପଣ ରାଗିବେ ଏବଂ ଝଗଡ଼ା କରିବେ। କିନ୍ତୁ ଆଜିଠାରୁ ଗୋଟେ ନିୟମ କରିନିଅନ୍ତୁ, ସେମାନଙ୍କର କୌଣସି ବି କଥା ଉପରେ ରିଆକ୍ଟ କରିବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଆପଣଙ୍କୁ ନେଇ ରାଜନୀତି କରୁଥିବେ, ଆପଣ ସେତେବେଳେ ଏମିତି ଚୁପ୍ ରୁହନ୍ତୁ ଯେମିତି ଆପଣଙ୍କୁ କିଛି ଫରକ ପଡ଼ୁନାହିଁ। ଯେତେବେଳେ ଆପଣ ପ୍ରତିକ୍ରିୟା ଦେବା ବନ୍ଦ କରିଦେବେ, ସେତେବେଳେ ସାମ୍ନା ବ୍ୟକ୍ତିର ସବୁ ଚାଲ ଆପେ ଆପେ ଫେଲ୍ ହୋଇଯିବ। ସେମାନଙ୍କୁ ଘରେ ରହିବାକୁ ଦିଅନ୍ତୁ, କିନ୍ତୁ ଆପଣଙ୍କ ମନ ଭିତରେ ସେମାନଙ୍କ ପାଇଁ ଥିବା ଜାଗାକୁ ସବୁଦିନ ପାଇଁ ଖାଲି କରିଦିଅନ୍ତୁ। ଏହା ହିଁ ହେଉଛି ମୌନର ସବୁଠାରୁ ବଡ଼ ପ୍ରତିଶୋଧ। ମନେ ରଖନ୍ତୁ, ପରିବାର ଆମ ଜୀବନର ସବୁଠାରୁ ବଡ଼ ଶକ୍ତି। କିନ୍ତୁ ଯଦି ସେହି ପରିବାର ମଧ୍ୟରେ କେହି ଶତ୍ରୁ ସାଜୁଛି, ତେବେ କ୍ରୋଧ ନୁହେଁ, ବରଂ ଚାଣକ୍ୟଙ୍କ ଭଳି ବୁଦ୍ଧି ଓ ସଂଯମତାର ସହ କାମ ନିଅନ୍ତୁ। ନିଜକୁ ଏତେ ସଫଳ ଓ ମଜବୁତ ବନାନ୍ତୁ ଯେ କୌଣସି ବି ଶତ୍ରୁ ଆପଣଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ପାରିବ ନାହିଁ। ଫ୍ରେଣ୍ଡସ୍, ଯଦି ଆଜିର ଏହି ଭିଡ଼ିଓ ଆପଣଙ୍କୁ ଟିକେ ବି ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ ଏବଂ ନିଜ ପ୍ରିୟଜନଙ୍କ ସହ ସେୟାର ନିଶ୍ଚୟ କରନ୍ତୁ। ଆପଣଙ୍କ ଜୀବନରେ ଏମିତି କେବେ ଘଟିଛି? ଯଦି ହଁ, କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଧନ୍ୟବାଦ।